ସେଦିନ ତାକୁ ଦେଖି ତମେ ମୋ ହାତକୁ ଜାବୁଡ଼ି ଧରିଥିଲ ଆଉ ରାଗରେ ତାକୁ କଣେଇ କଣେଇ ଚାହିଁ କହୁଥିଲ ମୋତେ ଭାରି ଡର ଲାଗୁଛି ଜାନୁ। ଆଉ ମୁଁ ତମକୁ କହୁଥିଲି ନାଇଁ ଡରନି, ମୁଁ ପା ତମ ସାଙ୍ଗରେ ଅଛି। ହେଲେ ଆଜି ସେ ଥିଲା ତମ ପସନ୍ଦ ଆଉ ମୋ ସହ ଛଳନା କରି ଚାଲିଥିଲ। ସବୁଦିନ ମୋ ସହିତ ଚାଟ୍ କରୁଥିବା ଲୋକଟା ଆଜି ଅନଲାଇନ୍ ଥିଲା, କିନ୍ତୁ ମୋ ମେସେଜ୍ ବକ୍ସଟା ଖାଲି ଥିଲା। ପୁଣି ମୋବାଇଲ ଉପରକୁ ମୋ ନଜର ଗଲା। ତମେ କାଳେ ପଚାରିବ ମୋ ଭଲ ମନ୍ଦ, କାଲି ରାତିର ସେ କ୍ଷେତ ଶୁଖିଛି କି ନାହିଁ ପଚାରିବ। ତୁମେ ଅନଲାଇନ୍ ଅଛ ଇନଷ୍ଟାରେ, ଅଥଚ ମୋ ମୋବାଇଲ ଇନବକ୍ସଟା ଖାଲି ଥିଲା। ଯେବେ ତମ ନୀଳ ଲାଇଟ୍ଟା ଦଗ୍ଧ କରୁଥାଏ ଆଉ ମୋ ଅଭିମାନକୁ ଏଡ଼ାଇ ତୁମେ କୁହ ମୁଁ ଏବେ ଉଠିଲି ପା। ତମେ ସିନା ଛଳନାର ରଙ୍ଗ ମାଖି ମୋ ସାମ୍ନାରେ ଖିଲି ଖିଲି ହସ, ମୁଁ କିନ୍ତୁ ବେଳେବେଳେ ଭାବେ ତମେ କ'ଣ ବରଫ ଯେ ମୋ ଦୁଃଖ ଦେଖି ତରଳିଯିବ। ସେ ଥିଲା ମୋ ପାଇଁ ମୋ ଜୀବନ, କିନ୍ତୁ ଆଜି ମୁଁ ତା ପାଇଁ କେବଳ ଛଳନାର ସେ ରଙ୍ଗୀନ ଦୁନିଆର ନାମକୁ ମାତ୍ର ତା ପ୍ରେମିକ। ସବୁ ଜାଣିସାରିଥିଲି, ତଥାପି କେଜାଣି କାହିଁକି ତାକୁ ଭୁଲି ପାରୁନଥିଲି। ବୋଧେ ସେଇ ଦିନକୁ ଅପେକ୍ଷା ଥିଲା ଯେଉଁଦିନ ସେ ତାକୁ ଦୂରେଇ ଦେବ ଆଉ ପୁଣି ମୋ ବାହୁବନ୍ଧନରେ ବାନ୍ଧି ହେଇ କହିବ ମୋତେ ଭାରି ଡର ଲାଗୁଛି ଜାନୁ। ଆଉ ମୁଁ କହୁଥିବି କ'ଣ ହେଲା, ଡରିବାର କିଛି ନାହିଁ, ମୁଁ ପା ତମ ସହିତ ଅଛି। ସବୁ ସତ ଜାଣିଲା ପରେ କ'ଣ କେହି କାହାକୁ ଏମିତି ଭଲ ପାଇପାରେ? ବୋଧେ ସେଇ ଦୁଃଖୀ ମଣିଷଟା ମୁଁ ଥିଲି। ସବୁ ମିଛ ତାର ଧରି ପକାଇଥିଲି, କିନ୍ତୁ ନ ଜାଣିଲା ଭଳି ତା ସହିତ ହସି ହସି କଥା ହେଉଥିଲି। ତଥାପି ସେ ମୋ ପଛପଟେ ମୋତେ କଷ୍ଟ ଆଉ ଯନ୍ତ୍ରଣା ଦେଇ ଚାଲିଥିଲା। ଦିନେ ସେ ସମୟ ଆସିଯାଇଥିଲା ଯେଉଁଦିନ ମୋତେ ଇଗ୍ନୋର କରିବା ଆରମ୍ଭ କରିଦେଇଥିଲା। ଧୀରେ ଧୀରେ କଥାବାର୍ତ୍ତା ବନ୍ଦ କରିଦେଇଥିଲା ଆଉ ସବୁଥିରୁ ବ୍ଲକ୍ ବି କରିଦେଇଥିଲା। କାନ୍ଦିବାକୁ ଭାରି ଇଚ୍ଛା ହେଉଥିଲା, କିନ୍ତୁ କାନ୍ଦି ପାରୁନଥିଲି। ସବୁ ଲୁହକୁ ସାଇତି ରଖିଥିଲି ସେଇ ଦିନକୁ ଯେଉଁଦିନ ତା ଦୁଃଖ ଆସିବ ଆମେ ସାଙ୍ଗ ହୋଇ କାନ୍ଦିବୁ ବୋଲି। ଏତେ ଦିନ ଧରି ଭଲ ପାଉଥିବା ଝିଅଟା ମୋ ଆଖି ସାମ୍ନାରେ ଆଉ କାହା ସହ ସବୁ କରୁଥିଲା। ମୁଁ କ'ଣ ବା କରିପାରିଥାନ୍ତି? ଅଚାନକ ଖବର ପାଇଲି ସେ ଘର ଭିତରେ ଫ୍ୟାନ୍ରେ ଝୁଲି ପଡ଼ିଛି। ଦୌଡ଼ିଗଲି ତାକୁ ଦେଖିବାକୁ। ସେତେବେଳକୁ ତାକୁ ଫ୍ୟାନ୍ରୁ ଖୋଲି ଦିଆଯାଇଥିଲା। ସବୁବେଳେ ମଜାମସ୍ତି କରୁଥିବା ମଣିଷଟା ନୀରବ ହୋଇ ଶୋଇଯାଇଥିଲା। ଯେତେ ଲୁହ ସାଇତି ରଖିଥିଲି ମୋ ଅଜାଣତରେ ସବୁ ଗଡ଼ି ଆସୁଥିଲା। ଯେତେ ଅଟକାଇବାକୁ ଚେଷ୍ଟା କରୁଥିଲି ରୋକି ପାରୁନଥିଲି। କହୁଥିଲି ଥରେ ତ ମୋ ପାଖକୁ ଆସି କହିଥାନ୍ତ, ସେ ବଦମାସ ମୋ ସହିତ ଏମିତି କରି ମୋତେ ଛାଡ଼ିଦେଲା। ମୁଁ ତାକୁ ଆଲିଙ୍ଗନ କରି କହିଥାନ୍ତି କାହିଁକି ମନ ଦୁଃଖ କରୁଛ, ମୁଁ ପା ଅଛି। ତମକୁ ମୁଁ ଜୀବନ ସାରା ଅପେକ୍ଷା କରିଛି, ହେଲେ କିଛି କହିଲାନି। ଶେଷରେ ଏମିତି କରିଦେଲା। ଏତେ ଦିନ ମୋ ସହିତ କାଟିଲା, ଏତେ ଦିନ ଧରି ଭଲ ପାଇଲା, କିନ୍ତୁ ମୋତେ ଚିହ୍ନି ପାରିଲାନି। ମୁଁ ଥାଉ ଥାଉ ଆଉ ଜଣକ ପାଇଁ ନିଜ ଜୀବନ ହାରିଦେଲା। ବୋଧେ ସେ ମୋ ପାଖକୁ ଫେରିବାକୁ ତାର ସାହସ ନଥିଲା। ୟା ଭିତରେ ତାଙ୍କ ପରିବାର ଲୋକେ ପହଞ୍ଚି ସାରିଥିଲେ। ଝିଅର ଏମିତି ଅବସ୍ଥା ପାଇଁ କାରଣ ଜାଣିନଥିବା ବାପାଟା ଭୋ ଭୋ ହୋଇ କାନ୍ଦି ଚାଲିଥିଲା। ପାଖରେ ଠିଆ ହୋଇଥିବା ଭାଇ ଚିତ୍କାର କରି କହୁଥିଲା ମୋ ଭଉଣୀ କେବେ ଏମିତି କରିପାରେ ନା, ତାକୁ ମାରି ଦିଆଯାଇଛି। ସତ କ'ଣ ମୋତେ ତ ଜଣାଥିଲା, କିନ୍ତୁ ମୁଁ ନୀରବ ହେଇ ଲୁଚି ଲୁଚି ଆଖିରୁ ଲୁହ ଗଡ଼େଇ ଚାଲିଥିଲି। ପୁଲିସ ତାର ସେ ନୀରବ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା ଆଉ ଅପମୃତ୍ୟୁ ମାମଲା ରୁଜୁ କରି କେସ୍ଟା କ୍ଲୋଜ୍ କରିଦେଇଥିଲା। ସେ ଯିବାର 8 ବର୍ଷ ବିତି ଯାଇଥିଲା। ମୋ ଇଚ୍ଛା ନଥିଲେ ବି ପରିବାର ଲୋକଙ୍କ ଚାପରେ ବାହା ହେଇସାରିଥିଲି, କିନ୍ତୁ ତାକୁ ମୁଁ ଜମା ବି ଭୁଲି ପାରୁନଥିଲି। ସବୁ ସ୍ମୃତିକୁ ଏବେ ବି ସାଇତି ରଖିଥିଲି। ଭାଇ, ଏ କଥା ଆପଣଙ୍କୁ ଏଥିପାଇଁ କହିଲି, ଏମିତି କାହାଣୀ କରନ୍ତୁ। ସେଇ ଝିଅମାନେ ଭଲ ପାଇବାର ମହତ୍ତ୍ୱକୁ ଠିକ୍ରେ ବୁଝନ୍ତୁ ଆଉ ପ୍ରେମର ମାନେକୁ ଠିକ୍ ଭାବରେ ଜାଣନ୍ତୁ ଆଉ ଉଚିତ ମଣିଷକୁ ଭଲ ପାଆନ୍ତୁ। ମୁଁ କହିଲି ଆପଣଙ୍କୁ ସେଲ୍ୟୁଟ୍ ଭାଇ, ଆପଣ ମହାନ। ସତରେ ଆଜି ବି ଅନେକ ଜୀବନ ଯିବାର କାରଣ ଏଇ କାହାଣୀ ମାଧ୍ୟମରେ ସେ ଭଲ ଜଣେଇ ଦେଲେ। କ'ଣ ସତ କଥା ତ? କାହାଣୀ କେମିତି ଲାଗିଲା କମେଣ୍ଟ କରି ଜଣାଇବାକୁ ଜମାଇ ଭୁଲିବେନି। ଆଜି ପାଇଁ ରହୁଛୁ। ନମସ୍ତେ, ଜୟ ଜଗନ୍ନାଥ।